ଟିକେ ଭିଡିଓଟା ଦେଖନ୍ତୁ କଣ ଆପଣଙ୍କୁ ଲାଗୁଛି ଏ ଛୁଆ ଯୋଉ ଚେଷ୍ଟା ଚଲେଇଛି ଗୋଟେ ଟାୟାର ଉଠଉଛି ବାରମ୍ବାର ପଡି ଯାଉଛି ପୁଣି ଉଠଉଛି ପୁଣି ଟ୍ରାଏ କରୁଛି ଜମା ଟାୟାରଟା ଉଠେଇ ପାରୁନି ଫାଇନାଲି ସେ ସକ୍ସେସ୍ ହିଁ ହଉଛି ଟାୟାରଟା ଉଠେଇ ଦେଲା। ସେଥିରୁ ଆମେ କଣ ଜାଣୁଛେ ପିଲା କେମିତି ଟାୟାର ଉଠେଇ ଦେଲା? ଟାୟାରର ୱେଟ୍ ଏଇ ଛୋଟ ଛୁଆର ୱେଟ୍ ଠୁ କମ ସେ କମ 2 ଗୁଣ ଅଧିକ ଅଛି କିନ୍ତୁ ସେ ଟାୟାରଟା ଉଠେଇଲା କେମିତି? ତା ପାଖରେ ଏମିତି କଣ ମିରାକଲ ପଳେଇ ଆସିଲା କଣ ଏମିତି ଶକ୍ତି ପଳେଇ ଆସିଲା? ଶକ୍ତି କେବଳ ଅଛି ସେଲ୍ଫ ମୋଟିଭେସନର। ଆଉ ସେ ପିଲା ଯେତେବେଳେ ଟାୟାର ଉଠଉଥିଲା ଯେତେବେଳେ ଚେଷ୍ଟା କରୁଥିଲା ଏଇଥିପାଇଁ ସେ ଟାୟାର ଉଠେଇବାରେ ସକ୍ସେସ୍ ହେଲା କି ତା ଆଖପାଖରେ କେହି ନଥିଲେ ତାକୁ କହିବା ପାଇଁ କି ଏଇଟା ଏଇ କାମ ତୁ କରନି ଏଇଟା ସକ୍ସେସ୍ ହବନି କେବେ ଏଥିରେ ଅନସକ୍ସେସ୍ ହବୁ ଏଇଟା ଉଠେଇ ପାରିବୁନି ତୋ ୱେଟ୍ ଟୁ ଅଧିକ ୱେଟ୍ର ଏଇଟା ଏ କାମ କରନି ପିଲାକୁ କହିବା ପାଇଁ କେହି ନଥିଲେ ତେଣୁ ସେ ଛୁଆ ସେଲ୍ଫ ମୋଟିଭେଟେଡ୍ ହେଇକି ଅଟୋମେଟିକ୍ ଟାୟାରଟା ଉଠେଇ ଦେଲା। ସେମିତି ଆମେ ଯେକୌଣସି କାମ କରିବାକୁ ଯାଉଛେ ନୂଆ କାମ କିଛି କରୁଛେ ସୋସାଇଟିରେ କିଛି ବି କରିବାକୁ ଯାଉଛେ ଆମର ଗୋଡ଼ ଟାଣିବା ପାଇଁ ବହୁତ ଲୋକ ଅଛନ୍ତି। ଯାହା ବି କାମ କର ଯଦି ଆପଣ କାହାକୁ ଜଣେଇକି କରୁଛନ୍ତି କାହାକୁ ଦେଖେଇକି କରୁଛନ୍ତି ତାହେଲେ 100% ସେ ଲୋକ କହିବ କି ଏଇ କାମ କରନି କିଛି ନା କିଛି ଡିମେରିଟ୍ ସେଇ କାମରେ ସେ ଆପଣଙ୍କୁ ଦେଖାଏ ଏଇ କାମ କରନି ଏଇ କାମ କଲେ ସବୁ ଅସୁବିଧା ହବ କି ଏଥିରେ ସକ୍ସେସ୍ ମିଳିବନି। ନେଗେଟିଭ କହିକି ଆମ ଗୋଡ଼ ଟାଣିବା ପାଇଁ ବହୁତ ଲୋକ ଅଛନ୍ତି କେହି ନାହାନ୍ତି ଟିକେ ବୁଷ୍ଟ ଅପ୍ କରିବେ ଚିୟର ଅପ୍ କରିବେ ଅନନେସେସାରୀ ଯୋଉ ଜ୍ଞାନ ଦଉଛନ୍ତି ସେଟାକୁ ଟିକେ ଆଭଏଡ୍ କରନ୍ତୁ। ଆପଣ ଆପଣଙ୍କ ପାଇଁ ସେଲ୍ଫ ମୋଟିଭେସନ ପାଇବା ପାଇଁ ଏନଫ୍ ଟିକେ ପ୍ଲିଜ ଏଇ ଜିନିଷ ଉପରେ ଟିକେ ଭାବିକି ଦେଖନ୍ତୁ। ଆଉ ଯେତେବେଳେ କୌଣସି କାମ କରିବା ପାଇଁ ଆପଣ ଷ୍ଟାର୍ଟ କରୁଛନ୍ତି ତାହେଲେ ଏଇ ସୋସାଇଟି ଆଉ ଆଖପାଖର ଲୋକ ସେମାନଙ୍କ କଥାକୁ ଟୋଟାଲି କାନ ବନ୍ଦ କରିଦିଅନ୍ତୁ। ସେ ଯେତେବେଳେ କିଛି କହୁଛନ୍ତି ଆପଣ କାନ ବନ୍ଦ କରିଦିଅନ୍ତୁ ଆଉ ସେଠୁ ଆଭଏଡ୍ କରିକି ଚାଲନ୍ତୁ। ଅନ୍ଧ ମୁକ ବଧିରା ହେଇକି ହିଁ ଚଳିବାକୁ ପଡ଼ିବ। ଯଦି କାହା କଥା ଶୁଣିବେ ତାହେଲେ ଆପଣ କେବେ ଲାଇଫରେ କେବେ ସକ୍ସେସ୍ ହେବେନି।